ଭିଜିଲାନ୍ସ ଚାଲରେ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ ଚାଲିଛି। ତେବେ 8 ବର୍ଷର ନିୟମିତ ଚାକିରିରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ବିଶ୍ୱନାଥ ପାତ୍ର। ଏହି ଇଞ୍ଜିନିୟର ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ହୋଇଯାଇଛି। 18ଟି ପ୍ଲଟ ସହ ଜୟପୁରରେ 3 ମହଲା ଏବଂ ଗଞ୍ଜାମରେ 2 ମହଲା ଘର ରହିଛି। ସେହିପରି ଭୁବନେଶ୍ୱରର ପ୍ରାଇମ୍ ଲୋକେସନରେ 6ଟି ଏବଂ ଗଞ୍ଜାମରେ ରହିଛି 10ଟି ପ୍ଲଟ। ଜୟପୁର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ପ୍ଲଟ ଠାବ ହୋଇଛି। ଏଥିସହିତ 850 ଗ୍ରାମର ସୁନା ଅଳଙ୍କାର ସହିତ ବ୍ୟାଙ୍କ ଜମା ନେଇ ତଦନ୍ତ ଜାରି ରହିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ରେଡ୍ ହୋଇଥିଲା। ଏଥିରେ ଜୟପୁର ଘର, ପୌର କାର୍ଯ୍ୟାଳୟ ଏବଂ ଆସ୍କା ସମେତ ଏକକାଳୀନ 6ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସୂଚନାଯୋଗ୍ୟ ଯେ 2011ରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ସେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କର ଦରମା ଥିଲା ମାତ୍ର 14,000 ଟଙ୍କା ଏବଂ 2016ରେ ସେ ଓପିଏସି ଦେଇ ନିୟମିତ ହୋଇଥିଲେ। କିନ୍ତୁ ଏବେ ସେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି। ସେପଟେ ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, 2 ଜଣ ଡିଏସ୍ପି, 8 ଜଣ ଇନ୍ସପେକ୍ଟର ଏବଂ 6 ଜଣ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ନିୟୋଜିତ ରହିଛନ୍ତି।